କହନ୍ତି? ରସଗୋଲା କାହା ପାଖରେ ଭୋଗ ହୁଏ? କାହିଁକି ଭୋଗ ହୁଏ? ଲକ୍ଷ୍ମୀ ମାଙ୍କ ମାନବଙ୍ଗନ କରିବା ପାଇଁ ସେଇଥିପାଇଁ ଭୋଗ ହୁଏ ଯେ କି ଲକ୍ଷ୍ମୀ ମାଙ୍କୁ ଛାଡ଼ିକି ଚାଲି ଯାଇଥିଲେ ପ୍ରଭୁ ତାଙ୍କ ବଡ଼ ଭାଇ ସେ ଛାଡ଼ି ଚାଲି ଯାଇଥିଲେ। ଲକ୍ଷ୍ମୀ ମା ତାଙ୍କ ପାଖରେ ଖୁସି ବସିଥିଲେ ତାର ମାନବଙ୍ଗନ କରିବା ପାଇଁ ତାଙ୍କ ଭୋଗ ହୁଏ। ସେ ମାଉସୀ ମା ଆସନ୍ତି ତାଙ୍କ ପାଇଁ ରସଗୋଲା ନେଇକି ଆସନ୍ତି। ଆଚ୍ଛା, ଏଇ ରସଗୋଲା ଆମ ଓଡ଼ିଶାର ନା କାହାର? ଜିଆଇଟି ମାନ୍ୟତା ପାଇଛି। ଆମ ଓଡ଼ିଶାର ରସଗୋଲା ସୁନ୍ଦରୀ କିଏ? ରସଗୋଲା ସୁନ୍ଦରୀ କିଏ? ଯେମିତି ବିଶ୍ୱ ସୁନ୍ଦରୀ ଅଛି, ଯେମିତି ଓଡ଼ିଶା ସୁନ୍ଦରୀ ଅଛି, ସେମିତି ରସଗୋଲା ସୁନ୍ଦରୀ କିଏ? ଅନିତା ସାବତ। କିଏ? ଅନିତା ସାବତ ମ୍ୟାଡ଼ାମକୁ ଆପଣ ୱେଲକମ୍ କରନ୍ତୁ। ଓକେ ଓକେ, ଏଗୁলো ମାଧ୍ୟମ ଆପଣଙ୍କ ମାଧ୍ୟମ ଚଳଚଞ୍ଚଳ ଅଛି ଗୋପନୀୟତାରେ। ଦେଖନ୍ତୁ ନା, ଏ ରସଗୋଲା ଆଜି ଆମ ଓଡ଼ିଶା ଏହାକୁ ଜିଆଇଟି ପାଇଁ ଫାଇଟ୍ କରିବାକୁ ପଡ଼ିଥିଲା ବା କୋର୍ଟକୁ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା। ଅନିତା ସାବତ ମ୍ୟାଡ଼ାମ ସେ ଏବେ ଭୁବନେଶ୍ୱର ଅଛନ୍ତି। ସେ ପାର୍ଲିପୋର୍ଟ ଏମ୍ପ୍ଲୟ ଝିଅ ଅଟନ୍ତି। ସୁନ୍ଦର ଝିଅଟେ ଅନିତା ସାବତ। ମୁଁ ଲଳିତଗିରି ଉଦୟଗିରିରେ ତାଙ୍କ ସହିତ ମିଶିଛି ଏବଂ ବୌଦ୍ଧ କୀର୍ତ୍ତି ବୌଦ୍ଧ ସଂସ୍କୃତି ଉପରେ ସେ ରିସର୍ଚ୍ଚ ଜାରି ରଖିଛନ୍ତି। ଆପଣଙ୍କୁ କ୍ୟାମେରା ଦେହରେ ଦେଖାଉଛି। ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଧର୍ମଶାଳାରେ ଖବର ପଢ଼ୁ ଅଛନ୍ତି ସନ୍ତୋଷ କୁମାର, ଧର୍ମଶାଳା, ଯାଜପୁର।